ରବିରେ ବର୍ତ୍ତମାନ ପର୍ଯ୍ୟନ୍ତ 16 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଲାଣି। ଆମର 18 ଅଛି ଟାର୍ଗେଟ୍। ଆବଶ୍ୟକ ପଡ଼େ ବଢ଼ିପାରେ, କିନ୍ତୁ 18 ଅଛି। ଏ ବାବଦକୁ 4,935 କୋଟି ଟଙ୍କା ପେମେଣ୍ଟ ହେଇଛି, ବୁଝିପାରିଲେ। 2,30,000 କୃଷକ ଏଥିରେ ଉପକୃତ ହେଇଛନ୍ତି। ପ୍ରିଭିୟସ୍ ଇୟର୍ ବହୁତ କମ୍ ଥିଲା। ପ୍ରିଭିୟସ୍ ଇୟର୍ 1,96 ଲାख ଫାର୍ମର, ମାନେ 1,96,000 ଚାଷୀ ବିକିଥିଲେ। 1,96,000 ଧାନ ବିକିଥିଲେ 12.85 ଲାख ମେଟ୍ରିକ୍ ଟନ୍। ଆମେ କିଣି ସାରିଲୁଣି 16 ଲକ୍ଷ ମେଟ୍ରିକ୍ ଟନ୍, ତେଣୁ ବହୁତ ଅଧିକ ହେଇଛି। ଗତ ଥର ଦିଆହେଇଥିଲା 2,805 କୋଟି ଟଙ୍କା ପେମେଣ୍ଟ ହେଇଥିଲା। ଏଥରକ ଏ ବର୍ଷ 4,935 କୋଟି ଟଙ୍କା ଅଲରେଡ଼ି ପେମେଣ୍ଟ ସରିଲାଣି। ତେଣୁ ବହୁତ ରବିରେ ବହୁତ ଅଧିକ ପ୍ରୋକ୍ୟୁରମେଣ୍ଟ ହେଇଛି। ଟାର୍ଗେଟ୍ ଉପରେ ଯିବ। ଆମେ ଟାର୍ଗେଟ୍ 18 ରଖିଛୁ। ଭାବୁଛି ସେଟା 19-20 ଆଣିକି ପଳେଇବ। କାରଣ ମୁଁ କଥା ଦେଇଛି ଯେ କାହାର ବି ଟୋକନ୍ ଲାପ୍ସ ହେବ ନାହିଁ। ଟୋକନ୍ ଯେଉଁମାନଙ୍କୁ ଦିଆହେଇଛି ଟୋକନ୍ ଅନୁଯାୟୀ ଆଉ ପାର୍ଟି ତାଙ୍କଠୁ କିଣାଯିବ। ତେଣୁ ଯଦି କାହାର ଟୋକନ୍ ରହିଗଲା ତାହେଲେ ତାକୁ ଏକ୍ସଟେଣ୍ଡ କରିବାକୁ ପଡ଼ିବ।